ମୁଁ ମାଆକୁ ନ ଜଣେଇ ତା ପାଇଁ ଗୋଟେ ଫୋନ୍ କିଣିଦେଇଛି। ତ ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ, ଜୟ ମାତା ରାଣୀ। ତ ଆପଣମାନେ କେମିତି ଅଛନ୍ତି? ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ଆଉ ମୁଁ ବି ବହୁତ ଭଲରେ ଅଛି। ଆଉ ମୁଁ ନା ଆଜି ବହୁତ ଖୁସିରେ ଅଛି। ତ ମୋର ଖୁସିର କାରଣ ଏଇଟା କି ମୁଁ ମାଆକୁ ନ ଜଣେଇ ତା ପାଇଁ ଗୋଟେ ଫୋନ୍ କିଣିଦେଇଛି। ମାନେ ମୁଁ ଏଇଟା କେବେଠୁ ଭାବିଥିଲି ଯେ ମା ପାଇଁ ଗୋଟେ ବଡ଼ ଫୋନ୍ କିଣିଦେବି, କାରଣ ସିଏ ତା ପାଖରେ ଗୋଟେ ଛୋଟ ଫୋନ୍ ଅଛି, ସେ କେବେ ବଡ଼ ଫୋନ୍ ଧରିନି। ତ କେବେଠୁ ଭାବିଥିଲି ତା ପାଇଁ ଗୋଟେ ବଡ଼ ଫୋନ୍ କିଣିଦେବି, ଆଉ ଆଜି ଫାଇନାଲି ତ ମୋତେ ବହୁତ ଖୁସି ଲାଗୁଛି। ମୁଁ ତାକୁ ଜଣେଇନି ମୁଁ ତା ପାଇଁ ଫୋନ୍ ଆଣିଦେଇଛି ବୋଲି। ତ ମୁଁ ଆଜି ଘରକୁ ଯିବି, ତ ମୁଁ ଯାଇକି ତାକୁ ସରପ୍ରାଇଜ୍ ଦେବି ମୁଁ ତା ପାଇଁ ଫୋନ୍ ଆଣିଦେଇଛି ବୋଲି। ତ ଘରକୁ ଯାଇକି ତାର ରିଆକ୍ସନ୍ ଦେଖିବା। ସେ ତ ମୋତେ ପାଟି କରିବ, କାହିଁକି ନା ମୁଁ ଏଇଟା ମୋର ସ୍କଲାରସିପ୍ ପଇସାରେ ଆଣିଛି। ତ ସେ କହିବ ପଇସା କ'ଣ ପାଇଁ ଖର୍ଚ୍ଚ କଲୁ, ଅଲଗା କିଛି କାମରେ ଲଗାଇଥାନ୍ତେ। ତ ପାଟି କଲେ ବି କିଛି ନାହିଁ, ଦିନେ ତ ପାଟି କରିବ ଆଉ। ତ ସେ ଆମ ପାଇଁ ବହୁତ କିଛି କରିଛି ନା, ତ ଆମର ବି କିଛି ମାନେ କର୍ତ୍ତବ୍ୟ ରହିବ କି ତା ପାଇଁ ଆମେ କିଛି କରିବା। ତ ବଡ଼ କିଛି ନହେଲେ ନାହିଁ, ତା ପାଇଁ ତ କିଛି ଛୋଟ ଛୋଟ କିଛି ଜିନିଷ କରିପାରିବା ଯେଉଁଟା ତାକୁ ଖୁସି ଲାଗିବ। ତ ଏଇଟା ଏତେ ବି ଦାମ୍ ବାଲା ଫୋନ୍ ନୁହଁ। ତ ଆପଣମାନେ ଭାବୁଥିବେ ଏତେ କମ୍ ଦାମ୍ ବାଲା, ତ ସ୍କଲାରସିପ୍ ଏତେ ଆସେନି ନା ମୋ ପାଖରେ, ଏମିତି ନର୍ମାଲ୍ ମୁଁ କିଛି ଇନକମ୍ ବି କରେନି। ତ ସେତିକିରେ ଯେତିକି ହେବ ମୁଁ ସେଇଟା ଆଣିଦେଇଛି। କିନ୍ତୁ ଏଇଟା ତା ଲାଇଫ୍ର ସବୁଠୁ ବଡ଼ ଦାମୀ ଜିନିଷ ହେବ ବୋଧେ। କେବେ ବି ସିଏ ଏମିତି ଦାମୀ ବାଲା ବଡ଼ ଫୋନ୍ ଧରିନି। ତ ଖୁସି ହେଇଯିବ, ମୋତେ ପାଟି କରିବ। ମା ମାନେ କେମିତି କୁହ, ମା ମାନେ ଆମ ସାମ୍ନାରେ କହିଦେବେ କ'ଣ ପାଇଁ ଆଣିଲୁ ଏମିତି ସେମିତି, କିନ୍ତୁ ଯେତେବେଳେ ତୁମେ ପଳେଇ ଆସିବ ତୁମ ଆବସେନ୍ସରେ ସେମାନେ ସେ ଜିନିଷଟାକୁ ନେଇକି ଖୁସି ହେବେ। ତ ମୋ ମା ବି ସେମିତି, କିଛି ଜିନିଷ ଦେଇଦେଲେ ସିଏ ସେଠି କହିବନି ଯେ ତୁ ମୋତେ ଏଇଟା ଆଣିଦେଲୁ, ଏମିତି ସେମିତି ପାଟି କରିବ। କିନ୍ତୁ ଆମ ଆବସେନ୍ସରେ ସିଏ ଖୁସି ହେଇଯାଏ, ସମସ୍ତଙ୍କୁ କହିବ ମୋ ଝିଅ ଏଇଟା ଆଣିଦେଇଛି। ତ ଚାଲନ୍ତୁ ଘରକୁ ଯିବା ଆଉ ମୋ ମାର ରିଆକ୍ସନ୍ ଦେଖିବା। ମୁଁ ବି ବହୁତ ଏକ୍ସାଇଟେଡ୍ ଅଛି, ତାର ରିଆକ୍ସନ୍ ଦେଖିବା ପାଇଁ, ସିଏ କ'ଣ କହିବ। ତ ଚାଲନ୍ତୁ, ମୁଁ ଏବେ ମେସ୍ରେ ଅଛି, ମୁଁ ବାହାରିବି ଘରକୁ ଯିବା ପାଇଁ। ଦେନ୍ ମୁଁ ଆପଣଙ୍କୁ ଦେଖେଇବି ତା ରିଆକ୍ସନ୍ କ'ଣ ଥିଲା। One eternity later. ତ ସାଙ୍ଗମାନେ, ମୁଁ ଏବେ ଘରେ ପହଞ୍ଚି ଯାଇଛି। ତ ଚାଲନ୍ତୁ ଦବା। ଯେ କିସ ହେଲା ଶୋଲା ତାର ତ ଚାଲକି ବି ନାହିଁ ଭଲସେ। ତେର ଚଉଦ ଏଇଟା ହେଉଛି ମୋ ମାର ପୁରୁଣା ଫୋନ୍, ଯେଉଁଟାକି ସେ ବହୁତ ବର୍ଷ ଧରି ୟୁଜ୍ କରି ଆସୁଥିଲା। ତ ଏବେ ଟାଇମ୍ ଚାଲ ଏଇ ଫୋନ୍ର ସିମ୍କୁ ନେଇକି ଆମ ନୂଆ ଫୋନ୍ରେ ଲଗାଇବା। ତ ମୁଁ ଏଠି ଲାଗି ପଡ଼ିଥିଲି ତା'ର ନୂଆ ଫୋନ୍ରେ ସିମ୍ଟା ଲଗାଇବାକୁ। ତ ଏଠି ସିମ୍ ଲଗାଉଥିଲି, ଆଉ ଆପଣମାନେ ତ ତା'ର ଫେସ୍ର ରିଆକ୍ସନ୍ ଦେଖିକି ନିହାତି ଜାଣିପାରୁଥିବେ ସେ କେତେ ଖୁସି ହେଇଗଲା।
तो भिडियोटी भल लगी गोटे लाइक आउ सुंदरसा कमेंट करके निहाती जिबे आउ चैनल रे नुआ थिले निहाती सब्सक्राइब करेंगे। तो एठी मु सिम लगे सारा पर आई सहित किसी फोटो उठेइथिली। तो आज एतिकी देखा गोटे नुआ भिडियो रे। रोची जय जगन्नाथ, जय माता रानी।